ସାଙ୍ଗମାନେ, ପ୍ରେମ ସବୁବେଳେ ଦୁଇଟି ରାସ୍ତାକୁ ସଂକେତ ଦେଖାଇଥାଏ। ହୁଏତ ମୃତ୍ୟୁ ଅଭିମୁଖେ ଯାଉଥିବା ବ୍ୟକ୍ତିକୁ ନୂଆ ଜୀବନ ଦାନ କରେ, ନହେଲେ ଏ ଦୁନିଆରେ ହସି ଖେଳି ଜୀବନ ଅତିବାହିତ କରୁଥିବା ବ୍ୟକ୍ତିକୁ ମୃତ୍ୟୁ ପଥ ଆଡ଼କୁ ବାଟ ଦେଖାଇ ଦେଇଥାଏ। ମଣିଷ ଜୀବନରେ ବେଳେବେଳେ ଏମିତି ପରିସ୍ଥିତି ଆସେ, ଜୀବନରେ ଯେତେବେଳେ ଜଣଙ୍କର ପ୍ରବେଶ ହୁଏ, ସିଏ ଆମକୁ ପ୍ରେମର ସାତ ରଙ୍ଗରେ ଭିଜେଇ ଦେଇଥାଏ। ଆଉ ଆମେ ଭାବୁ ଆମେ ହେଉଛୁ ଏ ଦୁନିଆର ସବୁଠୁ ବଡ଼ ସୁଖୀ ମଣିଷ। ଆଖିରେ ଆଖିଏ ସ୍ୱପ୍ନ ନେଇ ସେହି ପ୍ରିୟର ମଣିଷଙ୍କ ସହ ଆମେ ଉଡ଼ୁ ପ୍ରେମ ରାଇଜରେ। କିନ୍ତୁ ଆଉ ବେଳେବେଳେ ଏମିତି ଲୋକଙ୍କର ଜୀବନରେ ପ୍ରବେଶ ହୋଇଥାଏ, ଯିଏକି ଆମ ଜୀବନଟାକୁ ନର୍କ କରିଦିଅନ୍ତି। ଆମର ସବୁ ହସ ଖୁସିକୁ ଛଡ଼େଇ ନେଇ ଦୁଃଖର କଳା ବାଦଲ ଭିତରକୁ ଆମକୁ ନିକ୍ଷେପ କରିଦିଅନ୍ତି। ଶେଷରେ ମଣିଷ ଅସହାୟ ହୋଇ ସବୁ ବାଟ ତା ପାଇଁ ବନ୍ଦ ହୋଇଗଲା ବୋଲି ଭାବେ ଏବଂ ମୃତ୍ୟୁର ପଥକୁ ବାଛି ନେଇଥାଏ। କିନ୍ତୁ ମନେ ରଖନ୍ତୁ, ପ୍ରେମ ପାଇଁ କେବେ ହେଲେ ମୃତ୍ୟୁର ପଥକୁ ବାଛନ୍ତୁ ନାହିଁ। କାହିଁକି ନା ଆପଣଙ୍କ ଜୀବନ ଶେଷ ହୋଇଗଲେ ଯଦି କାହାର ଅଧିକ କ୍ଷତି ହେବ, ସେ ହେଉଛି ଆପଣଙ୍କ ପରିବାର ଆଉ ଆପଣଙ୍କ ବାପା ମା, ଆପଣଙ୍କ ପ୍ରିୟ ପରିଜନ। ଯାହା ପାଇଁ ଆପଣ ମୃତ୍ୟୁବରଣ କରିବେ ତାଙ୍କର ଟିକିଏ ବି କିଛି କ୍ଷତି ହେବନି। ତାଙ୍କ ଜୀବନ ଯେମିତି ଚାଲିଥିଲା ଆଗକୁ ମଧ୍ୟ ସେମିତି ଚାଲିବ। ଆପଣଙ୍କ ପାଇଁ ତାଙ୍କ ଜୀବନ ବି ଅଟକି ଯିବ ନାହିଁ। ତେଣୁ କାହା ପାଇଁ ନିଜ ଜୀବନକୁ ଶେଷ କରିଦେବା ଭଳି ବଡ଼ ବୋକାମି କେବେ ବି କରନ୍ତୁ ନାହିଁ। କାହିଁକି ନା ଆପଣଙ୍କ ଜୀବନ କେବଳ ଆପଣଙ୍କର, ଆଉ ମଣିଷ ଜୀବନ ହେଉଛି ସବୁଠୁ ମୂଲ୍ୟବାନ। ତାକୁ ସରସ ସୁନ୍ଦର କରିବା ଦାୟିତ୍ୱ କେବଳ ଆପଣଙ୍କର। କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ସେୟାର କରନ୍ତୁ।